ନଦୀରେ ପଶିଲା କାର୍, ଗୁଗୁଲ ମ୍ୟାପ୍ ଜରିଆରେ ରାସ୍ତା ଖୋଜିବା ଦୁଇ ଯୁବକଙ୍କୁ ପଡ଼ିଲା ମହଙ୍ଗା। କେରଳ। ଆଜିକାଲି କୌଣସି ନୂଆ ସ୍ଥାନକୁ ଯାଉଥିବା ସମୟରେ ରାସ୍ତା ଖୋଜିବା ଲାଗି ଗୁଗୁଲ ମ୍ୟାପ୍ ସହାୟତା ନେବା ଏକ ସାଧାରଣ କଥା ହୋଇଗଲାଣି। ତେବେ ଗୁଗୁଲ ମ୍ୟାପ୍ ଜରିଆରେ ରାସ୍ତା ଖୋଜିବା କେରଳର ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି। କାସରଗୋଡ଼ ଜିଲ୍ଲାର ପଲାଞ୍ଚି ନିକଟରେ ସେମାନଙ୍କର ଗାଡ଼ି ଏକ ବନ୍ୟାପ୍ଲାବିତ ନଦୀ ମଧ୍ୟକୁ ପଶିଯାଇଥିବା ବେଳେ ଅଳ୍ପ ଯୁବକମାନଙ୍କର ଜୀବନ ରକ୍ଷା ହୋଇଛି। ଘଟଣାଟି ଗୁରୁବାର ଘଟିଥିବା ବେଳେ ତାର ଭିଡ଼ିଓ ଆଜି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଆଇନ ସଂହିତା। ଭୁବନେଶ୍ୱରରେ ରୁଜୁ ହେଲା ପ୍ରଥମ ମାମଲା। ଭୁବନେଶ୍ୱର। ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ। ଏଣିକି ଦଣ୍ଡ ନୁହେଁ, ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ମଧ୍ୟରାତ୍ରିରୁ ଦେଶରେ ଏହି ତିନୋଟି ଆଇନ ଲାଗୁ କରାଯାଇଛି। ନୂଆ ଆଇନ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ ହୋଇଛି। ପିକନିକ୍ରେ ଯାଇଥିଲେ, ପୂରା ପରିବାର ଉଜାଡ଼ି ଦେଲା ଫାଷ୍ଟ ଫ୍ଲଡ୍, ଭାସିଗଲେ 5 ଜଣ। ମହାରାଷ୍ଟ୍ର ନୋଲାବାଲର ସୁଭି ଡ୍ୟାମ୍ ନିକଟ ଜଳପ୍ରପାତରେ ଅଘଟଣ। ମୌସୁମୀ ସକ୍ରିୟ, ଆସନ୍ତା 2 ଦିନ ରାଜ୍ୟରେ ହାଲୁକା ବର୍ଷା, 3ରୁ ପ୍ରବଳ ଛେଚିବ। ଭୁବନେଶ୍ୱର। ଆସନ୍ତା 2 ଦିନ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 3 ତାରିଖରୁ ମୌସୁମୀ ସକ୍ରିୟ ରହିବା ସହ ପ୍ରବଳ ବର୍ଷା ହେବ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି। ରବିବାର ନବରଙ୍ଗପୁରରେ ସର୍ବାଧିକ 47 ମିଲିମିଟର ବର୍ଷା ହୋଇଛି। ବାରିପଦାରେ 27, ଖୋର୍ଦ୍ଧାରେ 25 ମିଲିମିଟର, ପାରଳାଖେମୁଣ୍ଡିରେ 19.4 ମିଲିମିଟର, ମାଲକାନଗିରିରେ 21 ମିଲିମିଟର, ସୋନପୁରରେ 10 ମିଲିମିଟର, କଟକରେ 8 ମିଲିମିଟର ବର୍ଷା ହୋଇଛି।